ବିଶ୍ୱକପ୍ରୁ ଆଉଟ୍ ହେଲେ ଆଉ ବ୍ୟାଟିଂ କରି ଜବାବ ଦେଲେ ଶୁଭମନ ଗିଲ୍। ଦର୍ଶକ ବନ୍ଧୁ, ଏହା ହେଉଛି ପ୍ରଧାନ ନ୍ୟୁଜ୍ ଓଡ଼ିଶାର ଗୋଟେ ଖେଳ ଖବର। ଆପଣ ନିଶ୍ଚିନ୍ତ ଭାବରେ ଏହାକୁ ଶେଷ ଯାଏଁ ଦେଖନ୍ତୁ ଏବଂ ଓଡ଼ିଶାର ଦେଶ ବିଦେଶର ବିଭିନ୍ନ ଖବର ସହିତ ଖେଳ ଖବର ପାଇଁ ଏହି ଚ୍ୟାନେଲକୁ ନିଶ୍ଚିତ ଭାବେ ସବସ୍କ୍ରାଇବ୍ କରି ରଖନ୍ତୁ। ହଁ ଆଜ୍ଞା, ବ୍ୟାଟିଂ ଦେଖି ଡରିଲେ ବୋଲର, ଭୟଙ୍କର ଭାବେ ଛକା ଚୌକା କୁଟିଲେ ଶୁଭମନ ଗିଲ୍। ଗିଲ୍ଙ୍କ ବ୍ୟାଟିଂରେ ଫିଦା ହୋଇଗଲେ ସାମ୍ନା ବୋଲର। କେବେ ଲମ୍ବା ଛକା ତ ଆଉ କେବେ ମାରୁଥିଲେ ଗଗନ ଚୁମ୍ବୀ ଛକା। ଏହା ଦେଖି ଆଖପାଖ ଖେଳାଳି ବି କରିଲେ ତାରିଫ। ବିଶ୍ୱକପ ପାଇଁ ଦଳରୁ ଆଉଟ୍ ହେବା ପରେ ମଧ୍ୟ ଏବେ ବି କରୁଛନ୍ତି ଖେଳ ଅଭ୍ୟାସ। ଟିମ୍ ଇଣ୍ଡିଆର ଟେଷ୍ଟ ଏବଂ ଏକଦିବସୀୟ ଅଧିନାୟକ ଶୁଭମନ ଗିଲ୍ଙ୍କୁ ଟି20 ଦଳରୁ ବାହାର କରି ଦିଆଯାଇପାରେ, କିନ୍ତୁ ସେ ଏବେ ତାଙ୍କ ପରବର୍ତ୍ତୀ ମିଶନ ପାଇଁ ପ୍ରସ୍ତୁତ ହେଉଛନ୍ତି। ଡାହାଣହାତି ବ୍ୟାଟ୍ସମ୍ୟାନ୍ ଡିସେମ୍ବର 25 ତାରିଖରେ କ୍ରିସମାସ ଦିନ ତାଙ୍କ ପ୍ରଶଂସକମାନଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦେଇଥିଲେ। ସେ ଏକ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ସହିତ ଅନେକ ବିସ୍ଫୋରକ ସଟ୍ ଖେଳିଥିଲେ। ଗିଲ୍ଙ୍କ ବ୍ୟାଟିଂର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିଲା ଏବଂ ପ୍ରଶଂସକମାନେ ଏହାକୁ ପସନ୍ଦ କରୁଛନ୍ତି। ଆସନ୍ତୁ ଜାଣିବା ଶୁଭମନ ଗିଲ୍ କେଉଁଠି ଏବଂ କିପରି ବ୍ୟାଟିଂ କରେ। ହଁ ଆଜ୍ଞା, ଟି20 ଫର୍ମାଟରେ ଶୁଭମନ ଗିଲ୍ଙ୍କ ଫର୍ମ ଖରାପ ଅଛି, କିନ୍ତୁ ସେ ଏହାକୁ ସମାଧାନ କରିବାକୁ ଦୃଢ଼ ସଂକଳ୍ପବଦ୍ଧ ରହିଥିବା ପରି ମନେ ହେଉଛି। ଡାହାଣହାତି ବ୍ୟାଟ୍ସମ୍ୟାନ୍ଙ୍କୁ ସେଦିନ ମୋହାଲିର ପିସିଏ ଷ୍ଟାଡିୟମରେ ଅଭ୍ୟାସ କରୁଥିବାର ଦେଖାଯାଇଥିଲା, ଯେଉଁଠାରେ ଗିଲ୍ ତାଙ୍କ କ୍ରିକେଟ୍ କ୍ୟାରିୟରର ମୌଳିକ ଶିକ୍ଷା ଶିଖିଥିଲେ। ଅଭ୍ୟାସ ସମୟରେ ଖେଳାଳି ଅନେକ ବିସ୍ଫୋରକ ସଟ୍ ଖେଳିଥିଲେ, ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଶୁଭମନ ଗିଲ୍ ସ୍ପିନରମାନଙ୍କ ବାହାରେ ବଡ଼ ସଟ୍ ଖେଳିଥିଲେ। ଏହା ମନେ ହେଉଥିଲା ଯେପରି ସେ ଫର୍ମକୁ ଫେରି ଆସିଛନ୍ତି। ତେବେ ଆପଣ ଏହା ଜାଣି ରଖନ୍ତୁ ନିଶ୍ଚିତ ଭାବରେ 2025 ମସିହା ଶୁଭମନ ଗିଲ୍ ଟେଷ୍ଟ ଏବଂ ଏକଦିବସୀୟ ଫର୍ମାଟରେ ରନ୍ କରିଥିଲେ, କିନ୍ତୁ ପ୍ରଶଂସକମାନେ ତାଙ୍କୁ ଟି20 ଫର୍ମାଟରେ ସ୍କୋର କରିବାକୁ ଚାହିଁ ରହିଥିଲେ। 2025 ମସିହାରେ ଗିଲ୍ ଟି20 ଆନ୍ତର୍ଜାତିକ ମ୍ୟାଚରେ ଗୋଟିଏ ବି ଅର୍ଦ୍ଧଶତକ ହାସଲ କରିନଥିଲେ। ଫଳସ୍ୱରୂପ ଦଳର ଉପ ଅଧିନାୟକ ଭାବରେ କାର୍ଯ୍ୟ କରିବା ସତ୍ତ୍ୱେ ତାଙ୍କୁ ଟି20 ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆରୁ ବାହାର କରାଯାଇଥିଲା। ଗିଲ୍ ଏବେ ନ୍ୟୁଜିଲାଣ୍ଡ ଏକଦିବସୀୟ ସିରିଜ୍ ପାଇଁ ପ୍ରସ୍ତୁତି କରୁଛନ୍ତି। ସେ ବିଜୟ ହଜାରେ ଟ୍ରଫିରେ ପଞ୍ଜାବ ପାଇଁ ମଧ୍ୟ ଖେଳିବାର କାର୍ଯ୍ୟକ୍ରମ ଅଛି। ତଥାପି ପ୍ରଥମ ମ୍ୟାଚରେ ସେ ପଞ୍ଜାବରେ ପ୍ଲେଇଂ 11ରେ ଅଂଶ ନେଇନଥିଲେ ଏବଂ ମ୍ୟାଚ୍ ପୂର୍ବରୁ ମୋହାଲିରେ ଅଭ୍ୟାସ କରୁଥିବାରୁ ଚଣ୍ଡିଗଡ଼ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ସେ ଖେଳିବାର ସମ୍ଭାବନା କମ୍। ଏବେ ଗିଲ୍ ବିଜୟ ହଜାରେ ଟ୍ରଫିରେ କେବେ ତାଙ୍କର ପ୍ରତିଭା ପ୍ରଦର୍ଶନ କରିବେ ତାହା ଦେଖିବା ବାକି ରହିଲା। କିନ୍ତୁ ଏହା ଥିଲା ପ୍ରକୃତରେ ସତ୍ୟ ଖବର। ଆମେ ଦେଖାବା ଅନ୍ୟ ଏକ ନ୍ୟୁଜ୍ ଅପଡେଟ୍ ସହିତ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।